नमस्कार। विश्वकर्मा पूजा को सहज उपाय एवं सांस्कृतिक परंपरा को किपरि पालन करा जाए आसंतु जानिबा। विश्वकर्मा पूजा भारतीय संस्कृतिर एक गुरुत्वपूर्ण पर्व। एही वीडियो रे भगवान विश्वकर्मा को किपरि सरल एवं सठिक उपासना करिबा शिखंतु। पूजा प्रस्तुति ठारू आरंभ करी धार्मिक रीतिनीति एवं सांस्कृतिक परंपरा पर्यंत एही वीडियो रे समस्त सूचना देबाकू चेष्टा कराଯାଇଛି। विश्वकर्मा पूजा भारत रे एक स्वतंत्र पर्व जहाकू कारीगर और श्रमिक माने पालन करते। एही दिन भगवान विश्वकर्मा को पूजा करा जाए, जिए निर्माण एवं श्रमर देवता अटंती। विश्वकर्मा पूजा एपरि एक दिन जेतेबेले आमे आमर श्रमिक एवं कारीगर मानकू सम्मान प्रदर्शन करूँ। एही दिन रे उपासना केवल ईश्वरंक आशीर्वाद आनि नथाए, बरं घरे एवं कर्मक्षेत्र रे शुभता बजाय रखे। आसंतु जानिबा किपरि एही पूजा को सरल एवं सठिक भाव पालन करिबा। सफा करिबा एवं सजाइबा। पूजा पूर्वरु निज घर किंबा कार्यस्थान को भल भाव सफा करंतु। एहा परे पूजा स्थान को सजांतु। एथिरे रंगीन फूल, दीप एवं बेलून रखा जाई परिबो। उपासना सामग्री: पूजा प्लेट, फूल, दीप, धूप, मिठा एवं भगवान विश्वकर्मा चित्र किंबा प्रतिमा परि पूजा पाई किछि जरूरी जिनिष आवश्यक। एहा सहित कदली, चंदन एवं राक्षसूत्र मध्य रखंतु। गणेश पूजा: सर्वप्रथमे भगवान गणेश को पूजा करंतु। गणेश को पूजा करी समस्त कार्य भल भाव करा जाई थाए एवं कौनसी बाधा उपजे नाही। एही पूजा परे भगवान विश्वकर्मा पूजा आरंभ करा जिवो। विश्वकर्मा पूजा: भगवान विश्वकर्मा प्रतिमा को स्नान करी एवं एहा को सजांतु। तापरे दीप जलांतु एवं भगवान को आरती कर। एही समय मध्य तुम कार्य रे सफलता देवा पई ईश्वरंक निकट रे प्रार्थना कर। भोग अर्पण: भगवान को मिठा, फल एवं विशेष खाद्य अर्पण करंतु। मने रखंतु जेमिति अर्पण नैवेद्य गुड़िक सतेज एवं परिष्कार हेबा उचित। आरती एवं भजन: पूजा परे भगवान को आरती कर एवं भजन गान कर। एहा पूजार महत्व बढ़ाई थाए एवं तुमे ईश्वरंक आशीर्वाद प्राप्त कर। प्रसाद बंटन: पूजा परे प्रसाद समस्त को बंटन कर। एहा समस्तଙ୍କ ମଧ୍ୟରେ सुख वृद्धि करिवो एवं ईश्वरଙ୍କ कृपा समस्तଙ୍କ निकटरे पहुँचिवो। कर्मक्षेत्र रे पूजा करंतु: एही दिन तुमर कार्यस्थान रे मध्य पूजा कर। मेसिन एवं उपकरण गुड़ी को पूजा कर, जहा फल रे कार्यटी भल भाव रे होई जिवो एवं सबु किछि सठिक रहियो। विशेष खाद्य: एही दिन एक स्वतंत्र खाद्य प्रस्तुत करी
ପରିବାର ସହିତ ଖାଆନ୍ତୁ। ବିଶେଷ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ସୁଖ ଉତ୍ସବ ପାଳନ ପାଇଁ ଏହା ଏକ ଦିନ। ନୂଆ ପୋଷାକ। ପୂଜା ଦିନ ନୂଆ ପୋଷାକ ପିନ୍ଧନ୍ତୁ। ଏହା ଭଲ ଏବଂ ଶୁଭ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ବିଶ୍ୱକର୍ମାଙ୍କ ବିଷୟରେ କିଛି ତଥ୍ୟ। ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳ ଦେବତା। ପୁରାଣ ମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୁଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ। ଚତୁର୍ଭୁଜ ବିଶ୍ୱକର୍ମା ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହୋଇଥାନ୍ତି। ଦିବ୍ୟ ବସ୍ତ୍ର ପରିହିତ, ଗଳାରେ ରତ୍ନହାର, ଅନୁପମ ରତ୍ନ ଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ। ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି। ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ। ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କ ଦ୍ୱାରା ନିର୍ମିତ। ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି, ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି। ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର। ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି। ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା। ଅନନ୍ତସାୟୀ ନାରାୟଣଙ୍କ ନାଭି କମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମା ରୂପେ କଳ୍ପନା କରି ପୂଜା କରାଯାଏ। ଜଗନ୍ନାଥଙ୍କ ଦାରୁମୂର୍ତ୍ତି ଓ ବିଶ୍ୱକର୍ମା। କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ। ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ। କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟିଗଲା। ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜାରାଣୀଙ୍କ ମନରେ ଭାଳେଣି ପଡ଼ିଲା। କିଛି ଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା। ପରିଶେଷରେ ବୁଢ଼ା ବଢ଼େଇଙ୍କୁ ନିର୍ମାଣ ଦାୟିତ୍ୱ ଦିଆଗଲା। ବୁଢ଼ା ବଢ଼େଇ ସର୍ତ୍ତ ରଖିଲା 21 ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ। ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ। ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ। ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି। କିଛି ଦିନ ପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ
ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ। ଦ୍ୱାର ଖୋଲିଲା ପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧାନ ହୋଇଯାଇଛି। ଅଛି କେବଳ ଦରଗଢ଼ା ମୂର୍ତ୍ତି। ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲା ଯେ ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି। ତେଣୁ ଏଥିରେ ଚିନ୍ତା କରିବାର କିଛି ନାହିଁ। ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା। ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।